ନେଇ ଛାମୁରେ ରଖିଲେ, ଲେଉଟିଆ ଶାଗ ନେଇ ପୁଳାଏ କଦେଲେ। ଆଳୁ ସାରୁ କଦଳୀ ଯେ ବାଡ଼ି ବାଇଗଣ, ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ବୋଇଲେ, ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ। ରାନ୍ଧିଣ ଭୁଞ୍ଜିବେ ଯେବେ ଏହି ଦୁଇ ଭାଇ, ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କି ପାଇଁ। ଲକ୍ଷ୍ମୀ ଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ, ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ। କଦାପି ଅଗ୍ନି ଦେବତା ତେଜ ନ ହୋଇବ, ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ, କୁହୁଳି କରିଣ ତହୁଁ ଧୂଆଁ ହେଉଥିବ। ଏମନ୍ତ ବୋଲିଣ ଯେ କମଳା ଆଜ୍ଞା ଦେଲେ, ସେହି ପ୍ରକାରେ ଅଗ୍ନି ଦେବତା ଯେ କଲେ। ସବୁ କାଠ ଯାକ ତହିଁ ଅଙ୍ଗାର ହୋଇଲା, ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା। ହଟି କମଳିନୀ ହଟ ଭିଆଇଲେ ଯେଣୁ, ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଚାହିଁ। ପାକ ସିଦ୍ଧି ହୋଇଲା କି ନହେଲା ହେ ଗୋସାଇଁ, ତୈଳ ଲଗାଇ ସ୍ନାନ କର ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା, କି ପାକ କରିବୁ ବେଳ ଉଛୁର ହୋଇଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଅନ୍ନ ହୋଇଲା କି ନାହିଁ କହ ବେଗେ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ, ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ, ରାନ୍ଧି ନ ଜାଣି ତୁ ହୋଇଅଛୁ ରାନ୍ଧୁଣିଆ। ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ, ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ। ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ, କାଠ ଖଣ୍ଡେ ଘେନିଣ ଯେ ହାଣ୍ଡି ପିଟି ଦେଲେ। କ୍ଷୁଧାରେ ଯେ ଦୁଇ ଭାଇ ଆକୁଳ ହୋଇଲେ, କି ବୁଦ୍ଧି କରିବା ଜଗନ୍ନାଥଙ୍କୁ କହିଲେ।